ସମସ୍ତଙ୍କୁ ଆମର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ସ୍ୱାଧୀନତା ଦିବସ ପାଇଁ ପୁଣି ଥରେ ଗୋଟେ ଫ୍ରେଶ୍ ଭିଡ଼ିଓକୁ ସ୍ୱାଗତ। ପୁଣି ଗୋଟେ ଅଲଗା ଢଙ୍ଗରେ ଆଜି ଆମେ ଉପସ୍ଥାପନା କରିବା, ଯେମିତି ତୁମେ ପ୍ରଥମ ପୁରସ୍କାର ଜିତିବାର ଯୋଗ୍ୟ ଅର୍ଜନ କରିପାରିବ। ତ ଚାଲ ଭିଡ଼ିଓଟିକୁ ଆମେ ଷ୍ଟାର୍ଟ କରିନେବା। 3 ସେକେଣ୍ଡ ନୀରବ ରହନ୍ତୁ, ପରେ ଧୀର ସ୍ୱରରେ କୁହନ୍ତୁ ବନ୍ଦେ ମାତରମ୍। ଆଜି ମୁଁ ଭାଷଣ ଦେବାକୁ ଆସିନାହିଁ, ଆଜି ମୁଁ ଆସିଛି ସେହି ଅମର ଆତ୍ମାମାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବାକୁ, ଯେଉଁମାନେ ନିଜ ଜୀବନ ଦେଇ ଆମକୁ ସ୍ୱାଧୀନ ଆକାଶ ଦେଇଛନ୍ତି। ସମ୍ମାନିତ ଅଧ୍ୟକ୍ଷ ମହୋଦୟ, ଶ୍ରଦ୍ଧେୟ ଗୁରୁଜନ, ସମ୍ମାନିତ ଅତିଥିବୃନ୍ଦ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ମୋତେ ଏହି ପବିତ୍ର ମଞ୍ଚରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। କିନ୍ତୁ ଆଜି ମୋ ମନରେ ଗୋଟିଏ ପ୍ରଶ୍ନ ଅଛି, ସ୍ୱାଧୀନତାର ପ୍ରକୃତ ମୂଲ୍ୟ କ'ଣ? ଏହା କି କେବଳ ତ୍ରିରଙ୍ଗା ଉଡ଼ାଇବା? ଏହା କି କେବଳ ଜାତୀୟ ସଙ୍ଗୀତ ଗାଇବା? ନା, ସ୍ୱାଧୀନତାର ମୂଲ୍ୟ ମପାଯାଏ ସେହି ଲୁହରେ ଯାହା ଜଣେ ମା' ନିଜ ପୁଅକୁ ଦେଶ ପାଇଁ ବିଦାୟ ଦେବାବେଳେ ଝରାଇଥିଲେ। ମପାଯାଏ ସେହି ରକ୍ତବିନ୍ଦୁରେ ଯାହା ଏହି ମାଟିକୁ ପବିତ୍ର କରିଛି। ଭଗତ ସିଂ ଫାଶୀ ମଞ୍ଚକୁ ଯିବାବେଳେ କହିନଥିଲେ ମୋତେ ବଞ୍ଚାଅ, ସେ କହିଥିଲେ ଇନକ୍ଲାବ ଜିନ୍ଦାବାଦ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଥିଲା ଏକ ପିଢ଼ିର ଆତ୍ମବିଶ୍ୱାସ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଆଜି ଆମକୁ ରକ୍ତ ଦେବାକୁ ପଡ଼ିବ ନାହିଁ, କିନ୍ତୁ ସଚ୍ଚୋଟତା ଦେବାକୁ ପଡ଼ିବ, ପରିଶ୍ରମ ଦେବାକୁ ପଡ଼ିବ, ଚରିତ୍ର ଦେବାକୁ ପଡ଼ିବ। ବନ୍ଧୁଗଣ, ଦେଶ କେବଳ ସୀମାରେ ନୁହେଁ ରକ୍ଷା ପାଏ, ଦେଶ ରକ୍ଷା ପାଏ ଶ୍ରେଣୀଗୃହରେ, ଯେଉଁଠାରେ ଜଣେ ଶିକ୍ଷକ ଜଣେ ଭଲ ନାଗରିକ ଗଢ଼ନ୍ତି। ଦେଶ ରକ୍ଷା ପାଏ ଚାଷୀଙ୍କ କ୍ଷେତ୍ରରେ, ବୈଜ୍ଞାନିକ ପରୀକ୍ଷାଗାରରେ, ସୈନିକଙ୍କ ସୀମାରେ ଏବଂ ଛାତ୍ରର ପାଠ୍ୟପୁସ୍ତକରେ। ଆଜି ଆମେ ନିଜକୁ ପଚାରିବା, ମୁଁ କି ଏମିତି ନାଗରିକ ଯାହାକୁ ଦେଖି ମୋ ଦେଶ ଗର୍ବ କରିବ? ମୁଁ କି ମୋ ବିଦ୍ୟାଳୟ, ମୋ ପରିବାର ଓ ମୋ ସମାଜ ପାଇଁ ଏକ ଉଦାହରଣ? ଯଦି ନୁହେଁ, ତେବେ ଆଜିଠାରୁ ଆରମ୍ଭ କରିବା, କାରଣ ସ୍ୱାଧୀନତା ଆମକୁ ଉତ୍ତରାଧିକାରରେ ମିଳିଛି, କିନ୍ତୁ ତାହାର ମର୍ଯ୍ୟାଦା ରକ୍ଷା କରିବା ଆମର ଦାୟିତ୍ୱ। ଆସନ୍ତୁ ଆଜି ଆମେ ଶପଥ ନେବା, ଆମେ ମିଛ କହିବୁ ନାହିଁ, ଆମେ ନକଲ କରିବୁ ନାହିଁ, ଆମେ ପରିବେଶକୁ ସୁରକ୍ଷା କରିବୁ, ଆମେ ଜାତି, ଧର୍ମ ଓ ଭାଷାର ଉପରେ ଉଠି ଭାରତୀୟ ଭାବରେ ବଞ୍ଚିବୁ। ଶେଷରେ ମୁଁ କେବଳ ଏତିକି କହିବାକୁ ଚାହେଁ, ଯେଦିନ ଭାରତର ପ୍ରତ୍ୟେକ ଶିଶୁ କହିବ ମୁଁ ଦେଶଠାରୁ କିଛି ନେବାକୁ ନୁହେଁ, ଦେଶକୁ କିଛି ଦେବାକୁ ଜନ୍ମ ନେଇଛି, ସେଦିନ ଆମ ସ୍ୱାଧୀନତା ପ୍ରକୃତ ଅର୍ଥରେ ସଫଳ ହେବ। ଆସନ୍ତୁ ସମସ୍ତେ ନିଜ ହୃଦୟ ଉପରେ ହାତ ରଖି ଏକ ସ୍ୱରରେ କହିବା, ମୋ ଦେଶ ମୋର ଗର୍ବ, ମୋ ତ୍ରିରଙ୍ଗା ମୋର ସମ୍ମାନ, ମୋ ଭାରତ ମୋର ପ୍ରାଣ। ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ହିନ୍ଦ। ତ ଆଶା କରୁଛି ଏଇ ଛୋଟିଆ ଭିଡ଼ିଓଟା ଯେଉଁଟା ମନକୁ ତୁମର ନିଶ୍ଚୟ ଛୁଇଁଥିବ, ଆଶା କରୁଛି ଭଲ ଲାଗିଥିବ। ତ ଯଦି ପ୍ରଥମ ଥର ଆସିଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ, ତା ସଙ୍ଗେ ସଙ୍ଗେ ଭଲ କମେଣ୍ଟ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆଜି ପାଇଁ ଏତିକି, ରହୁଛି।